ଆପଣଙ୍କ ନିକଟରେ ଗୋଟେ କଥାଟି ଉପସ୍ଥାପନ କରିଛି ପରିବାର କଥା କିପରି ଜାଣିବ ମୁଁ ସଂଖ୍ୟାଟି ଆପଣଙ୍କ ଦୁଇ କାହିଁକି ଶିବ ନାମ ଦୁଇ ସୁଖ ଦୁଃଖ ଦୁଇ ସୂର୍ଯ୍ୟଚନ୍ଦ୍ର ଦୁଇ ରାତି ଦୁଇ ଆପଣ ଯେତେ ବସିଛନ୍ତି ସମସ୍ତଙ୍କ ନାମ ହେଉଛି ଦୁଇ ଅକ୍ଷର ସମସ୍ତଙ୍କ ନାମ ଦୁଇ ଅକ୍ଷର ହଁ କାଲି କହିବା କାହିଁକି ଆପଣ କଥା ଗୁଡ଼ା କେମିତି ମିଛ କଥା ଆଜି ଭୁଲି ଆଜି ବାପା ଆପଣଙ୍କ ନାଁ ଆଜ୍ଞା ଶିକାରୀ ତିନି ଅକ୍ଷର ଶିକାରୀ ଏଟା ତାଙ୍କ ଡୁପ୍ଲିକେଟ୍ ବାପା ଦେଇଛି ଆମ ମାଆର ଅରିଜିନାଲ ସ୍ୱାମୀ ନାମ ଦେଇନାହିଁ ବାପା ଆପଣଙ୍କ ଅରିଜିନାଲ ବାପା ଅର୍ଥାତ୍ ଆପଣଙ୍କ ମାଆଙ୍କର ଅରିଜିନାଲ ସ୍ୱାମୀ ଆପଣଙ୍କ ନାମଟା ଦୁଇ ଅକ୍ଷର ନାଁ ଦେଇଛନ୍ତି କ'ଣ କହୁଛନ୍ତି ଆପଣ ସାରେ ମାନେ ଅକ୍ଷୀ ଭାଇ ପିଲେ ମୋ ନାଁ କ'ଣ କେତେ ପାଟି କରୁଥିଲେ ହେଇଗଲ ନାଁ କ'ଣ କ'ଣ ତୋ ନାଁ କ'ଣ ବାବୁ ହିମାଂଶୁ କିଏ ଦେଇଛନ୍ତି ବାପା ନେଇଛନ୍ତି ଅବଶ୍ୟ ଅରିଜିନାଲ ବାପା ଆଗ ବାବୁ ଆଉ ମାର ଖାଇଲା କ'ଣ କି କଥା ହିମାଂଶୁ ତାଙ୍କ ଅରିଜିନାଲ ବାପା ଦେଇ ନାହାନ୍ତି ତାଙ୍କ ମାଆର ନାଁ ଗୋଟେ ସ୍ୱାମୀ ଅଛି ସାରେ ମୋ ମୁହଁରେ ତ ଉଲ୍ଲାସ ତମେ ସେଇ ନାଁ ଦେଇନ ଆଉ ତା ଅରିଜିନାଲ ବାପା ଦେଇଛି ତମ ପିଲା ତମେ ବାପା ନୁହଁ ଆଉ ତାର ଆଉ ଗୋଟେ ବାପା ଅଛି ମୁଁ ଯାଉଛି ଘରକୁ ତା ମାନେ ମୋ ସ୍ତ୍ରୀର ଆଉ ଗୋଟେ ସାଙ୍ଗ ଅଛି ବୋଲେ ତା ମାଆକୁ ପଚାରିବି ତମ ମା ତମ ସ୍ତ୍ରୀର କ'ଣ ସ୍ୱାମୀଟି ଧରିବ ଆଉ ଧରିପାରିବ ସିଆଡ଼କୁ ଜାଣିନି ଜାନା ଅଳ୍ପକେ କଥାକୁ ନେଇଯିବେ ଆପଣ ଯେତେ ସମସ୍ତେ ବସିଛନ୍ତି ସମସ୍ତଙ୍କ ନାମ ଦୁଇରୁ ତିନି କେହି କହିପାରିବେ ନା ତିନି ବୋଲି କହିଦେଲେ ଆଜ୍ଞା ମୁଁ ପଇସା ନେବି ଯଦି ଠିକା ନା ତିନି ଅକ୍ଷର ଚାରି ଅକ୍ଷର ପାଞ୍ଚ ଅକ୍ଷର ହେଇଯିବ ମୁଁ ପଇସା ନେବି ନା କ'ଣ କହୁଛନ୍ତି ନା ଦୁଇ ଅକ୍ଷର ସମସ୍ତଙ୍କ ନାମ ହେବ ଦୁଇ ଅକ୍ଷର ସମସ୍ତେ ଜଣାବ ଅଛନ୍ତି ମହାପୁରୁଷ କହିଲେ ତାପରେ ପୁଅ ଝିଅ ସୂତ୍ର କହିଲେ ଏଇଟା ଗୋଟା କରିଛି ଆସୁ ଅଛନ୍ତି କହିଲେ ନାମ ଝୋଳ ଚାରିଗୁଣା ନାମ ଝୋଳ ଚାରିଗୁଣା ଅଛନ୍ତି କହିଲେ ଗୋଟେ ଠିଆ ହୁଏ ମୁଁ ତ ଠିଆ ହବନି ମୁଁ ନଥିଲେ କିଛି ହବନି ମୋ ମାଇ ମାର ବି ବାଜିଲେ ମୁଁ ଏଇ ଯୋଇ ରହ ଜମା କରିବି ପାଠ ପଢିଯା ପାଠ ପଢୁଛି ଦ୍ୱିତୀୟ ଧାରଣ ପାଲାକୁ ପାଲା ସବୁ ବହି ଅଛି ବହି ଅଛି। କହିଲେ ନାମାକ୍ଷର ଚାରିଗୁଣା ପାଞ୍ଚର ଛନ୍ଦିବ ସନ୍ଦିବ ନାମାକ୍ଷର କେତେ ନାମ ଅକ୍ଷର ଲାଗେ ତିନି ତମ ନାଁ କ'ଣ ମୋର ହଉଛି ପରେଶ ତମେ ଦେଖିବା ଅରିଜିନାଲ ବାପା ଦେଇଛନ୍ତି ଡୁପ୍ଲିକେଟ୍ ବାପା ସେଠି ଆଜ୍ଞା ତମ ମାର ଅରିଜିନାଲ ସ୍ୱାମୀ ତମ ନାଁ କରୁଛନ୍ତି କ'ଣ ତମର ଗୋଟେ ଅରିଜିନାଲ ବାପା ଅଛି ଅରିଜିନାଲ ବାପା ଦୁଇ ଅକ୍ଷର ନାମ ଦେଇଛି ସେ ଦୁଇ ଅକ୍ଷର ନାମ ସହିତ ଏ ନାମଟି ଛନ୍ଦି ହେଇକି ଅଛି ସେ
एक बेटा में दुई हवा ये फोन नाम खेले चारिना नाम खेले बस होची एक को चारि गुण चारि पांच मिसा चार पांच नौ नीरे गुण नौ नौ 18 हो नहीं ताले हम समस्त को नाम कोन से नामटी ओरिजिनल बाबा ने की छाड़ी ए नाम होची को कोन रे नाची Hey!
ବୁଢ଼ୀ ପାଖରେ ମାଲ ଅଛି। କହିବା ପୁଅ ନାହିଁ ତାହେଲେ ଆଉ ଥରେ କହୁଛି ଆପଣ ନ କହିଲେ ମୁଣ୍ଡରେ ଆସିବନି। କହିବେ ହିସାବ କରନ୍ତୁ। ଟିକେ ହିସାବ କରନ୍ତୁ। ମୁଁ ସଂଖ୍ୟା ଆପଣଙ୍କୁ ଦେଲି 2। 2 ସଂଖ୍ୟାରେ ଆପଣ ଯାହାଙ୍କ ବିଷୟରେ ଜାଣିବାକୁ ଚାହୁଁଥିବେ ତାଙ୍କର ଯେତିକି ପୁଅ ଥିବ ସେଥିରେ ମିଶେଇବେ। ଯଦି ତାଙ୍କର ପୁଅ ନାହିଁ ମିଶେଇବେ ନାହିଁ। ମନେ ମନେ ମିଶାନ୍ତୁ। ଆଉ ଥରେ କହୁଛି ମିଶେଇ ସାରିଲା ପରେ ଯେତିକି ଉତ୍ତର ଆସିଲା ତାକୁ 10ରେ ଗୁଣିବେ। 10ରେ ଗୁଣି ସାରିଲା ପରେ ସେଥିରେ 5 ମିଶେଇ ଦେବେ। 5 ମିଶେଇ ସାରିଲା ପରେ ତାଙ୍କର ଯେତିକି ଝିଅ ଥିବ ମିଶେଇବେ। ଯଦି ଝିଅ ନାହିଁ ମିଶେଇବେ ନାହିଁ ରେ। କିଏ ମିଶେଇଲେ କି ଆଜ୍ଞା? ସଂଖ୍ୟାଟା କେତେ? କେହି ମିଶେଇ ନାହାନ୍ତି? କେତେ ହେଇଛି ଆଜ୍ଞା? ଆଜ୍ଞା 35। ଏକ ପୁଅ ଝିଅ ନାହିଁ କହିଲା ଗୋଟିଏ ପୁଅ ଝିଅ ନାହିଁ। ଠିକ ଅଛି ଠିକ ହେଲା ଆଜ୍ଞା। 2 ପୁଅ ଝିଅ ନାହିଁ। ଠିକ ହେଲା ଆଜ୍ଞା। କେତେ? ଏକ ପୁଅ 2ଟା ଝିଅ। ଠିକ ହେଲା। ଗୋଟେ ପୁଅ 2ଟା ଝିଅ। ଆଉ କିଏ ମିଶେଇଛନ୍ତି ଆଜ୍ଞା? 62। 4 ପୁଅ ଝିଅ ନାହିଁ। ଭୁଲ ହେଲା। ଆପଣଙ୍କ ଭୁଲ ହେଇଛି। ମତେ ଭୁଲ ଲଗେଇବେ। ଆପଣ ଭୁଲ କରିଛନ୍ତି। 65 ହିସାବ କରିବା। ଆପଣଙ୍କ 65 କେମିତି ହବ? ସଂଖ୍ୟା ହଉଛି ମୁଁ କହୁଛି 2। 2ରେ ଯେତିକି ପୁଅ ଥିବ ମିଶେଇବେ। ଆପଣଙ୍କର 3ଟା ପୁଅ। 3 ହେଲେ 2 3 କେତେ? ତାକୁ 10ରେ ଗୁଣିଲେ ହେଲା କେତେ? 5 ମିଶେଇଲେ କେତେ? ଝିଅ ନାହିଁ। ତାର 55 ଆମର 65 କହିଲେ। ତାହେଲେ ଆପଣ ସଂଖ୍ୟା କହୁଛନ୍ତି ଉତ୍ତର କେମିତି କହିବି? ଏ ପାଠଟି ଜାଣିଲେ ଆପଣ ଜ୍ୟୋତିଷ ବିଦ୍ୟାକୁ ଜାଣିବେ। ଲାଷ୍ଟ ଦିନରେ କଥା କହିବେ ଥାଉ। ଆରେ କାମ କଲା। ଆଉ ଜାଣ ତମେ ଫେରାନି ଯାଇ ପାଲା ଛାଡ଼ି ଦିଅନ୍ତୁ। କାଲି ସକାଳେ ଗାଁରେ ମୁଁ ବେଡ଼ ଧରି ଆପଣ ଗଣନା କରିବେ। ଚାଉଳ 3 ମୁଁ ତ ପାଲା ଗାଇଲେ ରାତିରେ ମୋର 2,500 3,000 କେନ୍ଦୁଝର ପଟେ ପାଲା ଗାଇଲେ ପ୍ରାୟ 10,000 ହଉଛି। ମୁଁ କାହିଁକି ଜ୍ୟୋତିଷ ପାଠ ପାଇଁ ଚାଉଳ କେଜି ଘରୁ ନେଇକି ଯିବି? ଆପଣ ମୁଁ ଆପଣ ଚିଲା ହିସାବରେ ନେବି ଆଉ। ହେଲା ବେଲ ଜାଗା ବସ ଜ୍ଞାନ